दार्ढ्यता भक्तिर चतुर्थ अध्याय भक्त दीनबंधु दास संवाद। तेबे ये जो भक्त दीनबंधु दास कलिजुगर जे व्यवस्था अश्रुल अगोचर कथा जहा शुणिछि साधु मुखु ताहा मु कहिबी तुम्भंकु अवंती नगरे ता घर जाति रे ओटे दीजबर नामता दीनबंधु दास कृष्ण कथारे बड़ आस हरिचरण बिना अन्य श्रद्धा न बळे तार मने ताहार सुत बेनी गोटी पत्नीर नाम ता मालती खटिछि एक बधुतार साधवी चतुरी सुंदर कुटुंब 5 जन तार एक कुआर के अंतर प्रभुंक जस गुण जेते नित्य चिंतन्ति हृदगते बदने प्रभु नाम भजी असत्य संग दूर तेजी मिथ्या वचन न भाषन्ति निरते परहिते थान्ति। ये जो भक्त दीनबंधु दास अवंती नगर रे आया तांकर होछि घर। ये जो अवंती नगर रे तांकर घर जो भक्त दीनबंधु दास ये दीनबंधु दासंकर होछि पंच प्राणी कुटुंब पति पत्नी 2 जन एवं 2 जन पुत्र तांकर एवं गोटे पुत्र बधू ये पंच प्राणी कुटुंब हेले सदा बेले साधुंकर सेवा साधु वैष्णव गुरु गुरुजन जो माने तांको घरे पाद दियंती आसंती सदा सर्वदा अतिथि नारायण भावरे तांकर सेवा करंती प्रभुंकर भजन कीर्तन रे सदा सर्वदा निजको नियोजित करंती जिमिति आज्ञा दीनबंधु दास सेमिति तांकर पत्नी मालती एवं पुत्र बधू एवं जोड़िए पुत्र ये 2 जन पुत्र मध्य से प्रभुंकर भजन कीर्तन सदा बेले प्रभुंक सेवारे निजको नियोजित करंती समर्पित करंती। धन्य धन्य भक्त दीनबंधु दास ये भक्तिपण जितेबेले तांकर बढ़ी बढ़ी चलिला सर्वदा साधुंक चरण सेवारे थांती 5 जन दुखी दरिद्रंकु देखिले दियंती अन्न वस्त्र भले जोगी सन्यासी ब्रह्मचारी ब्राह्मण वैष्णव भिकारी एमाने प्रवेशिले जेते नाही न बोले कदाचिते तेणु अतिथि सेवा दुखी रक्ति को दान देबा केही आसी शून्य हस्तरे तांको घरु केबे फेरी जाए ना। अतिथि ब्राह्मण जो माने आसंती साधु सन्यासी जोगी तांको घरे जो माने पाद दियंती सजत्न रे तांकर सेवा करंती दीनबंधु दास एवं तांकर परिवार तांकर ये प्रकार धर्म प्राण जितेबेले बढ़ी बढ़ी चलिला एमिति धर्म प्राण होचंती भक्त दीनबंधु दास। तेणु जानिले प्रभु भगवान बिड़िबा पाई तार मन माया सन्यासी रूप धरी विजय कले नर हरि हस्तरे दंडक मंडल तुलसी माला बक्षस्थल कषावसन परिधान
সর্বাঙ্গে বিভূতি ভূষণ হেমন্ত বেশে দামোদর মিলিলে অবন্তী নগর। তেଣୁ ଆଜ୍ଞା ସାଧୁ ସନ୍ନ୍ୟାସୀ ଏ ଗୈରିକ ବସନକୁ ଧାରଣ କରି ତୁଳସୀ ମାଳା ରୁଦ୍ରାକ୍ଷ ମାଳାକୁ ଧାରଣ କରି ଚାଲିଛନ୍ତି ଆଜ୍ଞା ବିଡ଼ିବା ପାଇଁ ଦୀନବନ୍ଧୁ ଦାସଙ୍କୁ ଭକ୍ତି ଭାବ ଭକ୍ତିପଣକୁ ପରୀକ୍ଷା କରିବା ପାଇଁ ଚାଲିଛନ୍ତି ପ୍ରଭୁ ଏ ମାୟାଧାରୀ ଠାକୁର। କାହିଁକି ନା କଷି କଷାଏ ଧନ ଦେବି ନହିଲେ ବାହୁଡାଇ ନେବି କେମିତି ଭକ୍ତିପଣ। ଏ ଦୀନବନ୍ଧୁ ଦାସର ଭକ୍ତିର ଦୃଢ଼ତା କେତେ, କେମିତି ଭାବ ଅନ୍ତର ମଧ୍ୟରେ ଉଦ୍ରେକ ହେଉଛି ଈଶ୍ୱରୀୟ ଭାବ। ଏ କଥାକୁ ପରୀକ୍ଷା କରିବା ପାଇଁ ସ୍ୱୟଂ ନାରାୟଣ ସନ୍ନ୍ୟାସୀ ବେଶକୁ ଧାରଣ କରି ଚାଲିଛନ୍ତି ଅବନ୍ତୀ ରାଜ୍ୟକୁ। ଇତି ଅବସରରେ ତକ୍ଷକକୁ ସ୍ମରଣ କରି ତକ୍ଷକ ନାଗକୁ ମଧ୍ୟ ସେଦିନ ନିର୍ଦ୍ଦେଶ ଦେଇଛନ୍ତି, ଯାଅ ଦୀନବନ୍ଧୁ ଦାସର ଜ୍ୟେଷ୍ଠ ପୁତ୍ରକୁ ତମେ ଦଂଶନ କରି ନିଶ୍ଚିତ ଭାବରେ ବିନାଶ କରିବ। ତକ୍ଷକ ଏ କଥା ଶୁଣିଲା ମାତ୍ରକେ ପ୍ରଭୁଙ୍କ ନିର୍ଦ୍ଦେଶରେ ଆଜ୍ଞା ପ୍ରମାଣେ ସର୍ପ ଗଲା ଦାସଙ୍କ ପୁତ୍ରକୁ ଦଂଶିଲା। ତା ଜ୍ୟେଷ୍ଠ ପୁତ୍ର ପ୍ରାଣହାରି ତକ୍ଷଣେ ଗଲା ଯମପୁରୀ। ତେଣୁ ଆଜ୍ଞା ଜ୍ୟେଷ୍ଠ ପୁତ୍ର ମରିଛି ଏ ସମ୍ବାଦ ଯେତେବେଳେ ପାଇଛନ୍ତି ଦୀନବନ୍ଧୁ ଦାସ, ତାଙ୍କର ପତ୍ନୀ ମାଳତୀ ଏବଂ ସାଧବୀ ଯେଉଁ ପୁତ୍ରବଧୂ ଏବଂ ସାନ ପୁତ୍ର ଯାଇ ଶବ ଚାରିପାର୍ଶ୍ୱରେ ବେଢି ରହି କାନ୍ଦୁଛନ୍ତି। ମୁଣ୍ଡ ବାଡେଇ ଦଉଛି ସାଧବୀ। ସ୍ୱାମୀ ମରବତୀ କା କରି ଚାଲିଗଲେ। ପତିରେ ବଗତି ସ୍ତ୍ରୀଣାଙ୍ଗ ପତି ପ୍ରାଣାଚ ସମ୍ପଦ ଧର୍ମାର୍ଥ କାମ ମୁଖ୍ୟାଣାଂ କିନ୍ତୁ ସେ ତୁ ଭବାନ ନବେ ପତି ନାରାୟଣ ସ୍ତ୍ରୀଣାଙ୍ଗ ବ୍ରତ ଧର୍ମ ସନାତନ ସର୍ବକର୍ମ ବୃଥା ଦାସାଂ ସ୍ୱାମୀନେ ବିମୁଖଶ୍ଚ। ସ୍ୱାମୀ ବିନା ଏ ନାରୀର ଜୀବନଟା ଅଧୁରା ହୋଇଯାଏ। କାନ୍ଦୁଛନ୍ତି ସାଧବୀ, ପୁଅକୁ ହରେଇ ମା କାନ୍ଦୁଛନ୍ତି। ଦୀନବନ୍ଧୁ ଦାସ ଆଖିରୁ କହିଲେ, ହେ ପ୍ରଭୁ, ତମର ଇଚ୍ଛା କଣ ପ୍ରକୃତରେ ଏଇଆ ଥିଲା? ଅସମୟରେ ମୋ ପୁଅ ଆଜି ମୃତ୍ୟୁ ମୁଖରେ ପଡିଛି। ସାନ ଭାଇ ଆଖିରୁ ଲୁହ ଝରୁଛି। ଇତି ଅବସରରେ ଏ ମାୟାଧାରୀ ଠାକୁର ଯେଉଁ ସନ୍ନ୍ୟାସୀ ସାଧୁ ସନ୍ନ୍ୟାସୀ ବେଶକୁ ଧାରଣ କରି ଆସି ପଞ୍ଚମ ତାନରେ ବେଦ ଧ୍ୱନି କରିଛନ୍ତି, ବେଦ ପାଠ କରିଛନ୍ତି ଦୀନବନ୍ଧୁ ଦାସ ଗୃହ ସମ୍ମୁଖରେ। ଯେତେବେଳେ ବେଦ ଧ୍ୱନି କରିଛନ୍ତି, ପ୍ରଭୁଙ୍କର ନାମ ଗାଇଛନ୍ତି, ଅନେଇ ଦେଲେ ଭକ୍ତ ଦୀନବନ୍ଧୁ ଦାସ। ତାଙ୍କର ସପରିବାର ଆସି ଅନେଇ ଦେଲେ। ଗୈରିକ ବସନଧାରୀ ଜଣେ ସନ୍ନ୍ୟାସୀ, ତେଜମୟ ସନ୍ନ୍ୟାସୀ ଦଣ୍ଡାୟମାନ ଦ୍ୱାର ଦେଶରେ। ପରିବାର 4 ଜଣ ଯାକ ଯାଇ ପ୍ରଣାମ କଲେ ସନ୍ନ୍ୟାସୀଙ୍କ ପଦ କନ୍ଦର। କହିଲେ, ହି ସାଧୁ ସନ୍ନ୍ୟାସୀ ମହାତ୍ମା, ଆପଣଙ୍କର ପାଦ ପଡିଛି ଆମ କୁଡ଼ିଆରେ, ଆମ ଜୀବନ ଧନ୍ୟ ହେଲା। ଆପଣଙ୍କ ସେବା କରିବାର ସୁଯୋଗ ମଧ୍ୟ ଆମକୁ ମିଳିବ। ସସମ୍ମାନେ ପାଛୋଟି ନେଇ ସୁନ୍ଦର ଆସନରେ ଇଏ ସାଧୁଙ୍କୁ ଆଜ୍ଞା ବସେଇଛନ୍ତି ଦୀନବନ୍ଧୁ ଦାସ। କହିଲେ, କହନ୍ତୁ ପ୍ରକୃତରେ ଆପଣଙ୍କର କଣ ସେବା କରିପାରିବେ? ଯେତେବେଳେ ଏତିକି କଥା ପରିପ୍ରକାଶ କରିଛନ୍ତି ସାଧୁ, ଆଜ୍ଞା ପ୍ରମାଣେ ଯେତେବେଳେ ମୃତ୍ୟୁ ମୁଖରେ ପଡିଛନ୍ତି, ଜ୍ୟେଷ୍ଠ ପୁତ୍ର ତ ମୋର ଶବ ପଡିଛି ଘରେ, ଏ କଥା ଯଦି ସନ୍ନ୍ୟାସୀ ଜାଣନ୍ତି କଦାପି ନିରାଶ ହୋଇ ଫେରିଯିବେ, ଆମର ଆତିଥ୍ୟ ଗ୍ରହଣ କରିବେ ନା। ତେଣୁ ଦେଖିଲେ ସନ୍ନ୍ୟାସୀ ଗୋସାଇଁ ଷଷ୍ଟାଙ୍ଗ ପ୍ରଣିପାତ ହୋଇ ଉଠି କପାଳେ କରଦେଲେ, କି ଆଜ୍ଞା ହେଉଛି ବୋଇଲେ। କହନ୍ତୁ ଆପଣଙ୍କର କଣ ସେବା କରିପାରିବେ? ସନ୍ନ୍ୟାସୀ ସେତିକି ବେଳେ ପରିପ୍ରକାଶ କରୁଛନ୍ତି, ସନ୍ନ୍ୟାସୀ ସେଦିନ ପରିପ୍ରକାଶ କଲେ, କହିଲେ ମୁଁ ଭାରି କ୍ଷୁଧାର୍ଥ, ମତେ ଭାରି ଭୋକ ହେଉଛି। ତେଣୁ ଏ କ୍ଷୁଧାର ଜ୍ୱାଳା ମୁଁ ଆଉ ସହ୍ୟ କରିପାରୁନା। ତମ ଘରେ ଭୋଜନ କରିବା ପାଇଁ ଏକାନ୍ତ ଭାବରେ ମୋ ମନ ବଳିଛି। ତେଣୁ କାଳ ବିଳମ୍ବ ନ କରି ମୋ ଭୋଜନର ବ୍ୟବସ୍ଥା ତମେ କର। ପତି ପତ୍ନୀ 2 ଜଣ ପୁତ୍ରବଧୂ ଏବଂ ଜଣେ ପୁତ୍ର ଆସି
पुअर शब निकटरे पहुंची गले आमे कौन करिबा। सन्यासी तो भोजन चाहूचंती, घरे जदि पुओ मरी शोइछि बोली जानिबे ये सन्यासी केबे भोजन करिबे ना। गोटाए मसिणाटे आनी आज्ञा गोड़े देले बड़ पुअर शब को दीनबंधु दास घर मध्यरे लुकायित भावरे रखिदेले। तेणु साधुंकर भोजन पाई व्यवस्था करुचंती, केमिति साधु भोजन करी आप्यायित हेबे, आनंदरे भोजन करी साधु फेरिबे। इति अवसर साधु जनक कहले तमे कौन रोषेई करुछ? आमिष बिना भोजन नुहई मोहर केबे, नुहई मोहर। आमिष रंधन कर आहे दीनबंधु, सार तो में दीनबंधु नाश। बोले हे दीनबंधु, तमे तो मो सेवा करिबा पाई जेतेबेले तमे एते मनरे आगभर होइछ, तम परिवार समस्ते जो मो पाई भोजन कर प्रस्तुत करिबा पाई लागि पड़िचंती, बिना आमिषरे मु केबे भोजन करिबि ना। तमे आमिष भोजन कर, आमिष रंधन कला परे मु जाई भोजन करी। पति पत्नी दुई जन पुत्रवधू एवं सान पुओ एकांत भावरे कहले आमे आमिष कुआडू आनिबा, घरे सब अछि, केमिति भावरे आमिष रंधन करी आमे सन्यासी को दबा, नहले सन्यासी निश्चित भावरे क्रोध होई आम घर फेरी जिबे। दीनबंधु दास मत्स्यर व्यवस्था करी आमिष रंधन करिचंती, अतिथि नारायण को संतुष्ट करिबा पाई। रंधन सारिला परे विभिन्न प्रकार व्यंजन प्रस्तुत कला परे जेतेबेले दीनबंधु दास डाकिचंती, हे सन्यासी, हे साधुगुरु महात्मा, आपण आसंतु भोजन करिबे। तेणु जेतेबेले भोजन करिबा पाई आसन पारि देइचंती, कल्यारी सेतिके बेले ये सन्यासी परिप्रकाश कले, कले मु एका भोजन करिबी, तमे माने रोषेई करिच, आमिष रंधन करिच, तमे माने मध्य मो सहित बसी तमको भोजन करिबा को पड़िबो। तेणु गोटे आसन रे मु बसिबि ना, आउ तीनोटी आसन आउ चारोटी आसन तमे पकेई मोरी पाखरे तमे बसी रुह, निश्चित भावरे भोजन करिबा। एतिके बेले दीनबंधु दास तांको पत्नी निकटरे महाभाळेनी करुचंती, कोन करिबा आज साधु सन्यासी कहउचंती भोजन एक साथी भोजन न कले से बरंग निराश होई फेरी जिबे, कदापि भोजन करिबे ना। एतिके बेले निरुपाय होई आसन पारि देइचंती समस्तंक पाई। घरर आज्ञा 4 जन सदस्य, पंच प्राणी कुटुंबरु ज्येष्ठ पुत्र तो सर्पाघात रे मृत्यु वरण करिचंती, घरे लुकायित भावरे अछि आज्ञा सब। तेणु 4 जनकर आसन पड़िला। आसन पड़िला परे साधुंकर सन्यासींकर आसन मध्य पड़िछि। तेणु आज्ञा जेतेबेले भोजन समस्तंक पाई बढ़ा होई जाइछि, भोजन करिबा पाई बसिचंती दीनबंधु दास, तांकर पत्नी मालती, पुत्रवधू साधवी एवं कनिष्ठ पुत्र जेतेबेले भोजन करिबा पाई बसिचंती, एतिके बेले साधु सन्यासी जनक डाक देले, हे दीनबंधु दास, तमे जो भोजन प्रस्तुत करी मते आज आप्यायित करिबा पाई भोजन बाड़ी देइछ, मला पुत्र को घरे थोई बसिछु माछ भात खाई। अले हे दीनबंधु दास, तमर पुओ परा मरीछि, त्रिकालज्ञ ध्यान बल रे आमूल चूल समस्त घटना मु अवगत होछि, तमर पुत्रर शव एबे गृह मध्यरे तमे लुचेई रखिछ। अरे पुओटा मरी सोइछि, केमितिका बापा तमे माछ भात खाइबा पाई, आमिष भोजन करिबा पाई तमे बसी आमिष भक्षण करुछ। एतिके बेले दीनबंधु दास आखिरु धार धार लोतक बहि जाउछि। कहले, हे सन्यासी, हे महात्मा, आपण जदि ए कथा परिप्रकाश करुछंती, शुणंतु, प्रकृतरे मु आपणक निकटरे एई कथा परिप्रकाश करुछि। आपण कहउचंती मो पुअर शब अछि,
ଯେସନେ ବୃତ ବୃକ୍ଷ ଥାଇ ତହିଁ ବଉଳ ବଉଳାଇ। ଦୀନବନ୍ଧୁ ଦାସ ସେଦିନ ପ୍ରକୃତରେ ସନ୍ନ୍ୟାସୀଙ୍କର ପ୍ରଶ୍ନରେ ଉତ୍ତର ପ୍ରଦାନ କରୁଛନ୍ତି। ଏ ସନ୍ନ୍ୟାସୀ ବସେ କିଏ କାହାର ପୁତ୍ର, କାହାକୁ ଆପଣ ପୁତ୍ର ବୋଲି କହୁଛନ୍ତି? ଏ ସଂସାରରେ କେହି କାହାର ନୁହଁ। କାହିଁକି ନା ଯେମନ୍ତ ଚ୍ୟୁତ ବୃକ୍ଷ ଥାଇ, ଚ୍ୟୁତ ବୃକ୍ଷ ଯେମିତି ଯେସନେ ଚ୍ୟୁତ ବୃକ୍ଷ ଥାଇ ତହିଁ ବଉଳ ବଉଳାଇ। କେତେ ହେ କସିରୁ ଝଡ଼ଇ, କେତେ ବା ଝଡ଼ିଣ ପଡ଼ଇ। କେତେ ପାଚିଲା ଯାଇ ଡାଳେ, ଥାଇଣ ପଡ଼େ ବୃକ୍ଷ ତଳେ। ହେମନ୍ତ କେତେ ଝଡ଼ି ଯାଇ, ତାତୁଲେ ବୃକ୍ଷ ନ କି ଧାଇ। ଦୀନବନ୍ଧୁ ଦାସ କହିଲେ, ହେ ସନ୍ନ୍ୟାସୀ, ହେ ସାଧୁ ମହାତ୍ମା, ଚ୍ୟୁତ ବୃକ୍ଷ ଗୋଟା ଆମ୍ର ଗଛରେ ବଉଳଟା ଯେତେବେଳେ ହୋଇଯାଏ, ସେ ବଉଳରେ କେତେ କଷି ଆସିଥାଏ। କେତେ କଷି ବେଳରୁ କେତେ ବଉଳରୁ ଆଜ୍ଞା ବଉଳ ଖସି ପଡିବା ସଙ୍ଗେ ସଙ୍ଗେ ଇଏ କଷି ଆମ୍ବ ଗୁଡ଼ିକ ମଧ୍ୟ ଖସି ପଡେ। କିଛିଟା ଡାଳରେ ରହି ସେଗୁଡା ପାଚିବା ଯାଏ ମଧ୍ୟ ରହିଥାଏ। ପାଚିବା ପରେ ମଧ୍ୟ ତାକୁ ବୃକ୍ଷରୁ ଖସି ପଡେ ତଳକୁ। କିଏ କେତେ ଆମ୍ବକୁ ଆଜ୍ଞା ନେଇ ଯାଉଛନ୍ତି। ତେଣୁ ଇଏ ସଂସାର ଠିକ ସେଇପରି। ଗୋଟାଏ ଚିତ ବୃକ୍ଷ ଯଦି ଏ ସଂସାର ହୁଏ, ଇଏ ଚିତ ବୃକ୍ଷରେ ସମୟ ଅନୁସାରେ ବଉଳ ଆସୁଛି। ସିଏ ବଉଳରୁ କେତେ ବଉଳ ଝରି ପଡୁଛି, କେତେ ଖସି ପଡୁଛି। ସବୁ ଏ ସଂସାର ଇଏ ହଉଛି ନିୟମ। ତେଣୁ କିଏ କାହାର ପୁତ୍ର, କିଏ କାହାର ପିତା, ଇଏ ହଉଛି ମାୟାର ବନ୍ଧନ। ତେଣୁ ଏ ପ୍ରକାର ତ୍ୟାଗ, ଏ ପ୍ରକାର କଥାକୁ ଶୁଣି ଦୀନବନ୍ଧୁ ଦାସ ଏ ପ୍ରକାର ଉତ୍ତର ଯେତେବେଳେ ଦେଇଛନ୍ତି, ତାଙ୍କର ଇଏ ପୁଅର ମା ମାଳତୀ ଯୋଉ ଥିଲେ ଦୀନବନ୍ଧୁ ଦାସଙ୍କର ପତ୍ନୀ, ଇଏ ସନ୍ନ୍ୟାସୀ ମହାତ୍ମା ସେଦିନ କହିଲେ, ତମେ କେମିତିକା ମା? ଆରେ ତମେ ପରା ମା, ତମ ପୁଅ ପରା ଘରେ ମରି ଶୋଇଛି। ଆରେ ପୁଅର ଶବ ଥାଉ ଥାଉ ତମେ ମାଛ ଭାତ ଏ ଆମିଷ କେମିତି ଭକ୍ଷଣ କରି ଖାଇ ପାଉଛ? ତମେ ଏଇ ପ୍ରକାର ମା? ସେଦିନ ମାଳତୀ ଯୋଉ ଉତ୍ତର ପ୍ରଦାନ କଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ। ମାଳତୀ ସେଦିନ ଉତ୍ତର ଦେଲେ ଆଜ୍ଞା ସନ୍ନ୍ୟାସୀ। କହିଲେ, ଶୁଣନ୍ତୁ ହେ ସନ୍ନ୍ୟାସୀ ମହାତ୍ମା, ବୋଇଲେ ଦାସ ପତ୍ନୀ ଶୁଣ, ତୁହିତ ବଡ଼ଇ ଦାରୁଣ। ନିହତ ପୁତ୍ରକୁ ପକାଇ, ବସିଛୁ ମାଛ ଭାତ ଖାଇ। ଶୁଣି ଯୁବତୀ କହେ ଧୀର, ଯାହା ବୋଇଲେ ମୁନିବର। ସ୍ୱରୂପ ଶୁଣ ହେ ଗୋସାଇ, ମୁହିଁ କେ ମୋ ପୁତ୍ର କେ ଅଟଇ। କହିଲେ, ହେ ସନ୍ନ୍ୟାସୀ, ହେ ସାଧୁ ମହାତ୍ମା, ଆପଣ ଯାହା ପଚାରିଲେ, କିଏ କାହାର ପୁତ୍ର, କିଏ କାହାର ମା, ଇଏ ହଉଛି ଆଜ୍ଞା ମାୟାର ବନ୍ଧନ। ଏ ସବୁ କିଏ ସଂସାର ରଙ୍ଗମଞ୍ଚ, ଆମେ ଅଭିନେତା, କିଏ ବା ସାଜିଛି ପିତା ସ୍ନେହମୟୀ ମାତା। ଏ ସଂସାରକୁ ଆମେ କେବଳ ଗୋଟାଏ ରଙ୍ଗମଞ୍ଚରେ ଯେମିତି ସମସ୍ତେ ଅଭିନୟ କରନ୍ତି, ଆମେ ସେଇ ଅଭିନୟ କରିବା ପାଇଁ ଏ ରଙ୍ଗମଞ୍ଚକୁ ଆସିଛେ। କିଏ ବାପା ହୋଇଛି, କିଏ ମା ହୋଇଛି, କିଏ ପୁଅ ହୋଇଛି, କିଏ ପୁତ୍ରବଧୂ ହୋଇଛି। ଅଭିନୟ ସାଙ୍ଗ ହେବ ଯେ କାଳେ ଯାହାର, ପୋଷାକ ଉତ୍ତାରି ଦେଖ କେନୁ ହେ କାହାର। ତେଣୁ ସତ୍ୟ ଠାରୁ ବଳି ଧର୍ମ, ମିଥ୍ୟା ଠାରୁ ପାପ, ନାହିଁ ତ୍ରିଜଗତେ ସତ୍ୟ ଅଟଇ ପ୍ରଦୀପ। ତେଣୁ କେହି କାହାର ପୁତ୍ର ନୁହଁ, କେହି କାହାର ମା ନୁହଁ। ଯେସନେ ଚକ୍ରୀ ଚକ୍ର ଖଣ୍ଡ, ମୂର୍ତ୍ତିକା ଲଦି ଗଢ଼େ ଭାଣ୍ଡ। କେ ଗଢୁ ଗଢୁ ଭାଙ୍ଗି ଯାଇ, କେହୁ ପୋଡ଼ିବା ଯାଏ ଥାଇ। ଯେ ବଣ ଭାଣ୍ଡ ଭାଙ୍ଗି ଯାଇ, ତାତୁଲେ ଚକ୍ରୀ କି ଯାଏ ଧାଇ। ସେ ଭାଣ୍ଡ ଚକ୍ରୀ ମୁହଁ ପୁଣ, ଇଏ ସର୍ବ ଗୋବିନ୍ଦ ଭିଆଣ। କହିଲେ, କୁମ୍ଭକାର ଯେତେବେଳେ ମାଟି କାଦୁଅ ସାହାଯ୍ୟରେ ଘଟଟେ ଗଢୁଛି, ହାଣ୍ଡିଟେ ଗଢୁଛି, ଶୁଖେଇ ଖରାରେ ଯେତେବେଳେ ପଡୁଛି, ଏଇ ଆଜ୍ଞା ଗଢଣ ସମୟରୁ କିଏ ହୁଏତ ଭାଙ୍ଗି ଯାଉଛି। ପୁଣି ପୋଡା ହେବା ପରେ ମଧ୍ୟ କେତେ ଭାଙ୍ଗି ଯାଉଛନ୍ତି, କେତେ
ବିନାଶ ହେଇଯାଉଛନ୍ତି। ତେଣୁ ଏ ସଂସାର ଠିକ ସେହିପରି କୁମ୍ଭକାର ଯେମିତି ହାଣ୍ଡି ଗଢିବା ସମୟରେ କେତେ ହାଣ୍ଡି ଭାଙ୍ଗି ଯାଉଛି, କେତେ ହାଣ୍ଡି ରହିଯାଉଛି, ଏଥିରେ କୁମ୍ଭକାରର କିଛି ଯାଇ ଆସେ ନାହିଁ। କୁମ୍ଭକାର ତାର କର୍ତ୍ତବ୍ୟ କରି ଚାଲେ। ତେଣୁ ଏ ସଂସାରରେ କିଏ କାହାର ମା, କିଏ କାହାର ପୁଅ, କେହି ଏ ସଂସାରରେ କାହାର ନୁହଁ। ଯେତେବେଳେ ଏ କଥା ପରିପ୍ରକାଶ କରିଛନ୍ତି, ଅନେଇ ଦେଲେ ଆଜ୍ଞା ଏତିକି ବେଳେ ପୁତ୍ର ବଧୂ ଯୋଉ ଅଛନ୍ତି ସାଧବୀ କି ଅନେଇଲେ, କହିଲେ କେମିତିକା ପତ୍ନୀ? ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ, ସ୍ୱାମୀ ସେବା ନାରୀ ଧର୍ମ, ସ୍ୱାମୀ ପଦେ ଭକ୍ତି ଅର୍ଚ୍ଚନାରେ ମତି, ଅରପି କରିବୁ କର୍ମ। ସାଧବୀ, ତମ ସ୍ୱାମୀ ମରି ଶୋଇଛନ୍ତି ଘରେ, ତମେ କେମିତି ଆମିଷ ଭୋଜନ କରିପାରୁଛ? ଆମିଷ ରନ୍ଧନ କଲ, ଆମିଷ ଭୋଜନ କରିବା ପରେ ମଧ୍ୟ ତମର ଟିକେ ଦ୍ୱିଧା ଆସିଲା ନାହିଁ। ତମ ପତ୍ନୀ ସ୍ୱାମୀ ପରା, ତମେ ତାଙ୍କର ପତ୍ନୀ, ଧର୍ମ ପତ୍ନୀ, ସେ ସ୍ୱାମୀ ପରା ଘରେ ମରି ଶୋଇଛନ୍ତି। ଏ ପୁତ୍ର ବଧୂ କେମିତି ଭାବରେ ଥିଲା? କହିଲେ ହେ ସନ୍ନ୍ୟାସୀ ମହାତ୍ମା, ଆପଣ କହନ୍ତୁ ପ୍ରକୃତରେ କିଏ କାହାର ସ୍ୱାମୀ, କିଏ କାହାର ଭର୍ତ୍ତା, କିଏ କାହାର ପତ୍ନୀ? ଏସବୁ ମାୟାର ବନ୍ଧନ। ଏ ମାୟାର ବନ୍ଧନରେ ଶୁଣି ଆନନ୍ଦୀ ହୃଷିକେଶ ଆଜ୍ଞା ଏ କଥାକୁ ଶୁଣି, ସେଦିନ ଆଜ୍ଞା ସାଧବୀ ଯୋଉ କଥା କହିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କହିଲେ ହେ ସନ୍ନ୍ୟାସୀ ମହାତ୍ମା, ଏ ସଂସାରରେ କେହି କାହାର ସ୍ୱାମୀ ନୁହେଁ, ଏ ହେଉଛି ମାୟାର ବନ୍ଧନ। ତେଣୁ ଏ ମାୟା ବନ୍ଧନରେ ଆବଦ୍ଧ ହୋଇ ଆମେ କାହିଁକି ମାୟାରେ ଜଡ଼ିତ ହେବା? ଏ ସଂସାରରେ ସମସ୍ତେ ତ ମୃତ୍ୟୁ ମୁଖରେ ପଡ଼ିବେ, କେହି ଚିରସ୍ଥାୟୀ ହୋଇ ବଞ୍ଚିବେ ନାହିଁ। ମୋ ସ୍ୱାମୀଙ୍କର ଅଭିନୟ ଶେଷ ହେବାରୁ ସିଏ ମୃତ୍ୟୁ ମୁଖରେ ପଡ଼ି ସଂସାର ଛାଡ଼ି ଚାଲିଗଲେ। ତେଣୁ ମୁଁ କଣ ଅତିଥି ନାରାୟଣଙ୍କର ସେବାରୁ ବଞ୍ଚିତ ହେବି? ତାଙ୍କର ସେବା କଣ ମୁଁ କରିବିନି? ଏ କଥାକୁ ଶୁଣି ସେଦିନ ସନ୍ନ୍ୟାସୀ ଆଶ୍ଚର୍ଯ୍ୟ ହେଲେ। ପୁତ୍ର ବଧୂ ସାଧବୀର ବାକ୍ୟ। ସାନ ପୁଅକୁ ଅନେଇଲେ ଆଜ୍ଞା, କହିଲେ ତମର ଭାଇ ପରା, ତୋ ଭାଇ ମରି ଶୋଇଛି। ଆତ୍ମଜ, ଗୋଟିଏ ମା ପେଟର ଭାଇ ତମେ, ବାପା ହଉଛନ୍ତି ଦୀନବନ୍ଧୁ, ମା ହେଲେ ମାଳତୀ, ତାଙ୍କରି ପୁଅ ହୋଇ ଗୋଟିଏ ଭାଇ ମରି ଶୋଇଥିବା ସମୟରେ ତମେ କେମିତି ଆମିଷ ଭୋଜନ କରିପାରୁଛ ରେ ପୁଅ? ଏତିକି ବେଳେ ଇଏ ଦୀନବନ୍ଧୁ ଦାସଙ୍କର କନିଷ୍ଠ ପୁତ୍ର ସେଦିନ ପରିପ୍ରକାଶ କଲେ, ହେ ସାଧୁ ସନ୍ନ୍ୟାସୀ, ହେ ସନ୍ନ୍ୟାସୀ ମହାତ୍ମା, ଏ ସଂସାରରେ କେହି କାହାର ନୁହେଁ। ବଣିକ ଯେମିତି ଆଜ୍ଞା, ବଣିକ ମାନେ ଆସନ୍ତି ଆଜ୍ଞା, ଗୋଟା ବଜାରକୁ ଆସନ୍ତି ବା ଗୋଟା ହାଟକୁ ଆସନ୍ତି, ପସରା ମେଲେଇ ବସନ୍ତି, ଅନେକ ଦୋକାନୀ ପାଖ ହୋଇ ବସିଥାନ୍ତି। ବସିବା ସମୟରେ, ବେପାର କରିବା ସମୟରେ, ବିକ୍ରୟ କରିବା ସମୟରେ ପରସ୍ପର ମଧ୍ୟରେ ସମ୍ପର୍କ ରହିବା, କଥାବାର୍ତ୍ତା ରହିବା, ଭାଇ ବୋଲି ଡକାଡକି ହୁଅନ୍ତି। ଯେତେବେଳେ ବଣିକ କର୍ମ ସରିଯିବ, ବେପାରଟା ସରିଯିବ, ଯିଏ ଯାହାର ଦୋକାନକୁ ଆଜ୍ଞା ଗୋଛେଇ ଦେବେ। ତେଣୁ ଯିଏ ଯାହାର ଯାନବାହନରେ ଆସିଥିବେ, ସମସ୍ତେ ନିଜ ନିଜର ଦୋକାନକୁ ନେଇ ଯିଏ ଯାହା ଘରକୁ ଫେରିବେ। ତେଣୁ ଯେତେ ଦିନ ପାଇଁ ଭାଇ ସହିତ ମୁଁ ବାଣିଜ୍ୟ କରିବାକୁ ଆସିଥିଲି, ବଣିକ ହୋଇ ଆମେ ବସିଥିଲୁ, ଏ ସଂସାରର ବାଣିଜ୍ୟ ତାର ଯେତେବେଳେ ସରିଲା, ଭାଇ ତ ଚାଲିଗଲା। ତେଣୁ ଅତିଥି ସେବାରୁ ମୁଁ ବଞ୍ଚିତ ହେବି କାହିଁକି? ଏ କଥାକୁ ଶୁଣି ଧନ୍ୟ ଧନ୍ୟ ବୋଲି ପରିପ୍ରକାଶ କରୁଛନ୍ତି ଅନ୍ତର ମଧ୍ୟରେ ସେଇ ଭାବଗ୍ରାହୀ ଠାକୁର। ଧନ୍ୟରେ ଦୀନବନ୍ଧୁ, ଧନ୍ୟତର ପରିବାର। ଏମିତି ଭାବ, ଏମିତି ଆଜ୍ଞା ଭାବରେ ଅଛନ୍ତି ଦୀନବନ୍ଧୁ ଦାସର ପରିବାର। ଯେସନ ହାଟେ ବଣିକାର, ପସରା ବସାଇ ଅପାର, একই ভ্রাতা প্রিয় হই, বসিণ বিকুথান্তি তহি, ব্যাপার সরই যাহার, সে বান্ধি তଳେ নিজ পুর। ଏ କଥାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଭାବଗ୍ରାହୀ ଠାକୁର। ସବୁ କଥାକୁ ଅବଗତ ହେଲା ପରେ ସେଦିନ ପରିପ୍ରକାଶ କଲେ, ସ୍ୱୟଂ ପ୍ରଭୁ ପରିପ୍ରକାଶ କରିଛନ୍ତି, ଯେସନେ ଘୋର ବୃଷ୍ଟି ଜଳେ। ତେଣୁ ବାପା, ମା ଏବଂ ଭାଇ
ଏବଂ ନିଜର ପତ୍ନୀ ତାଙ୍କ ମୁଖରୁ ଏ ପ୍ରକାର କଥା ଶୁଣିଲା ପରେ ଧନ୍ୟ ଧନ୍ୟ ବୋଲି ପ୍ରଭୁ ଋଷିକେଶ ପ୍ରଭୁ ଅନ୍ତର୍ଯ୍ୟାମୀ ଠାକୁର ସେଦିନ ଦୀନବନ୍ଧୁ ଦାସର ପରିବାରକୁ ଧନ୍ୟ ଧନ୍ୟ ବୋଲି କହିଛନ୍ତି। ଧନ୍ୟ ତାଙ୍କର ତ୍ୟାଗ, ଏ କଥା ପରିପ୍ରକାଶ କରି ସେଦିନ ପ୍ରଭୁ ଆଜ୍ଞା ପ୍ରସନ୍ନ ହୋଇ ଦର୍ଶନ ଦେଇଛନ୍ତି ଦୀନବନ୍ଧୁ ଦାସକୁ। ନାଇଁ, ଯେତେବେଳେ ଦୀନବନ୍ଧୁ ଦାସକୁ ଦର୍ଶନ ଦେଇଛନ୍ତି କହିଲେ ପ୍ରକୃତରେ ଯଦି ତମେ ଆମିଷ ଭୋଜନ କଲ ଆଉ ଗୋଟିଏ ଆସନ ପାରିଦିଅ। ପୁଣି ଯେତେବେଳେ ପୁଅକୁ ଡାକିଛନ୍ତି ଆଜ୍ଞା ମାଳତୀ, ସେଦିନ ବଡ ପୁଅକୁ ଡାକିଛନ୍ତି ମାଳତୀ, ସାଧବୀକୁ ନିର୍ଦ୍ଦେଶ ଦେଲେ ତ ସ୍ୱାମୀକୁ ତମେ ଡାକ। ନିଦ୍ରାରୁ ଉଠିଲା ଭଳି ଦୀନବନ୍ଧୁ ଦାସଙ୍କର ଜ୍ୟେଷ୍ଠ ପୁତ୍ର ବଡ ପୁଅ ସେଦିନ ଉଠି ଆସିଛନ୍ତି। ଇଏ ତଥ୍ୟକ, ଇଏ ତ ମାୟାର କଥା। ଉଠି ଆସିଛନ୍ତି ନିଦ୍ରାରୁ ଉଠିଲା ଭଳି ସେଦିନ ଆଶୀର୍ବାଦ ଦେଲେ ଅନ୍ତର୍ଯ୍ୟାମୀ ପ୍ରଭୁ ଧନ୍ୟ ତମର ଭାବ, ଏ ପ୍ରକାର ଭାବରେ ତମେ ଯୋଉ ବୁଡି ରହିଛ ଈଶ୍ୱରୀୟ ଭାବ, ଏ ସଂସାରର ମାୟା ମମତାକୁ ତମେ ତ୍ୟାଗ କରିଛ। ସେଦିନ ଆଶୀର୍ବାଦ ପ୍ରଦାନ କଲେ ଇଏ ଛଦ୍ମବେଶୀ ସନ୍ନ୍ୟାସ। କହିଲେ ହେ ଦୀନବନ୍ଧୁ, ତମର ସପରିବାରଙ୍କୁ ମୁଁ ଆଶୀର୍ବାଦ ପ୍ରଦାନ କରୁଛି। ନିଶ୍ଚିତ ଭାବରେ ଏ ସଂସାରର ଲୀଳା ସମାପନ ପରେ ତମେ ନିଶ୍ଚିତ ଭାବରେ ବୈକୁଣ୍ଠପୁରରେ ସ୍ଥାନିତ ହବ। ଏ ସଂସାରରୁ ନିଶ୍ଚିତ ଭାବରେ ତମେ ମୁକ୍ତି ଲାଭ କରିବ। ଏତିକି କହି ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି ସେ ସନ୍ନ୍ୟାସ। ତେଣୁ ଦୀନବନ୍ଧୁ ଦାସ ଜାଣିଗଲେ ଇଏ ପ୍ରଭୁଙ୍କର କୃପା, ଇଏ ପ୍ରଭୁଙ୍କ ଛଡା ଇଏ ମାୟା, ଏ ଲୀଳା କେହି ରଟନ କରିନାହାନ୍ତି। ତେଣୁ ଷଷ୍ଟାଙ୍ଗେ ପ୍ରଣିପାତ କଲେ ପରିବାର ପଞ୍ଚ ପ୍ରାଣୀ କୁଟୁମ୍ବ। ଜ୍ୟେଷ୍ଠ ପୁତ୍ର ଜୀବନ ଧରି ବଞ୍ଚି ଉଠିଛନ୍ତି। କୃତ୍ୟ କୃତ୍ୟ ହୋଇ ପ୍ରଣାମ କଲେ ପ୍ରଭୁଙ୍କ ପଦ କଞ୍ଜରେ। ଇତି ଶ୍ରୀ ଦାଢ୍ୟଦା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ଦୀନବନ୍ଧୁ ଦାସ ଦୃଢ ଭକ୍ତି ଭାବ ଦର୍ଶନେ। ଦୀନବନ୍ଧୁ ଦାସ ଦୃଢ ଭକ୍ତି ଭାବ ବର୍ଣ୍ଣନେ ନାମ ଚତୁର୍ଥ ଅଧ୍ୟାୟ।